ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ ରହିଛି। ଫାର୍ଷ୍ଟ କ୍ୱେଶ୍ଚନ୍, 1 ନମ୍ବରରୁ 5 ନମ୍ବର ପ୍ରଶ୍ନ ପାଇଁ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ ଅଛି 6078କୁ ଅକ୍ଷରରେ ଲେଖିଲେ କ'ଣ ହେବ? ଦେଖିବ ଏଇଠି 6078 କେଉଁଠି ଅଛି? ଖ ନମ୍ବରରେ ରହିଛି। ଏହି ସ୍ଥାନରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକ ମଧ୍ୟରୁ କେଉଁ ଚିତ୍ରଟିର ପରିସୀମା ନିର୍ଣ୍ଣୟ କରାଯାଇପାରିବ ନାହିଁ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ ଘ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ସଲିମ୍ ଗୋଟିଏ ରୁଟିକୁ 4 ସମାନ ଭାଗ କରି ସେଥିରୁ 3 ଭାଗ ଖାଇଦେଲା। ତେବେ ସେହି ରୁଟିର କେତେ ଅଂଶ ବଳକା ରହିଲା? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ 1/4 ଅଂଶ। ଏହି ଘରେ ପାସ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ତେଷଠି ଗୁଣନ 5 ସମାନ 15 ଗୁଣନ କେତେ ହେବ? ଏହାର ସଠିକ୍ ଉତ୍ତରଟି ହେଉଛି 21। ଏଇଠି ଲେଖିବ ତୁମେ 21। ଆଉ ଏଇ 21 ଗ ନମ୍ବର 21 ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ଭୁବନେଶ୍ୱରରୁ ଗୋଟିଏ ଟ୍ରେନ୍ ଅପରାହ୍ନ 3 ଘଣ୍ଟା 40 ମିନିଟ୍ରେ ଛାଡ଼ି 24 ଘଣ୍ଟିଆ ଘଡ଼ିର ସମୟ ଅନୁସାରେ ଏହା କ'ଣ ଲେଖା ହେବ? ଏହାର ସଠିକ୍ ଉତ୍ତର ହେଉଛି ପିଲାମାନେ ତୁମେ ଲେଖିବ 15 ଘଣ୍ଟା 40 ମିନିଟ୍। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, 6 ନମ୍ବରରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ପାଇଁ ଶୂନ୍ୟସ୍ଥାନ ପୂରଣ କର। 6 ନମ୍ବର ପ୍ରଶ୍ନ କହୁଛି 9099ର ଠିକ୍ ପରବର୍ତ୍ତୀ ସଂଖ୍ୟାଟି କେତେ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ 9100। 9100। ପରବର୍ତ୍ତୀ ପ୍ରଶ୍ନ, ଏକ ହରଣ ପ୍ରକ୍ରିୟାରେ ଭାଜକ, ଭାଗଫଳ ଓ ଭାଗଶେଷ ଦିଆଯାଇଥିଲେ ଭାଜ୍ୟ ନିର୍ଣ୍ଣୟ କରିବାର ସୂତ୍ରଟି କ'ଣ? ଏହାର ସୂତ୍ରଟି ହେଉଛି ପିଲାମାନେ ଏଇଠି ଲେଖିବ ଭାଜ୍ୟ ସମାନ ଭାଜକ ଗୁଣନ ଭାଗଫଳ ଯୋଗ ଭାଗଶେଷ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନରେ ଦିଆଯାଇଥିବା ଭଗ୍ନ ସଂଖ୍ୟା ଗୁଡ଼ିକ ମଧ୍ୟରୁ ବଡ଼ ଭଗ୍ନ ସଂଖ୍ୟାଟି କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ 5/7। 5/7 ଏହାକୁ ଉତ୍ତର ସ୍ଥାନରେ ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଏକ ବର୍ଗଚିତ୍ରର ବାହୁ 12 ସେଣ୍ଟିମିଟର ହେଲେ ଏହାର ପରିସୀମା କେତେ ସେଣ୍ଟିମିଟର ହେବ? ଏହାର ସଠିକ୍ ଉତ୍ତରଟି ହେଉଛି 48 ସେଣ୍ଟିମିଟର। ଏଇଠି 48 ଲେଖିବ ପିଲାମାନେ। ପରବର୍ତ୍ତୀ ପ୍ରଶ୍ନ, ଖାଲି କୋଠରୀରେ ସମହର ବିଶିଷ୍ଟ ଉପଯୁକ୍ତ ପ୍ରକୃତ ଭଗ୍ନ ସଂଖ୍ୟାଟି ଲେଖ। ଏଠାରେ ଖାଲି ଘରେ ଲେଖିବ ପିଲାମାନେ ଉତ୍ତରଟି ହେଉଛି 5/7। 5/7 ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 11ରୁ 16 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ଲେଖ। ପ୍ରଶ୍ନ ଅଛି 8032ର ବିସ୍ତାରିତ ରୂପ ଲେଖିବ। ତୁମେ ଲେଖିବ 8 ତାପରେ ଯେତିକିଟି ଅଙ୍କ ଅଛି ସେତିକିଟି ଶୂନ ଦେଇଦେବ।
ତିନୋଟି ଅଛି, ତିନୋଟି ଶୂନ ଦେବ। ତାପରେ ଲେଖିବ ଯୋଗ ଶୂନ, ତାପରେ ଲେଖିବ ଯୋଗ 30, ତାପରେ ଲେଖିବ 2 30, ତାପରେ ଲେଖିବ 2। ପରବର୍ତ୍ତୀ ପ୍ରଶ୍ନ, 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ବିୟୋଗ କଲେ ବିୟୋଗଫଳ କେତେ ହେବ? ତୁମେ ନିଜେ କାଟିଦେବ ପିଲାମାନେ। ଏହାକୁ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖିଦେବ 2, 3। ଏଇଠୁ ବିୟୋଗ କରିବ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ଏହାକୁ ବିୟୋଗ କଲା ପରେ ଏହାର ଉତ୍ତର ହେବ 1। ପରବର୍ତ୍ତୀ ପ୍ରଶ୍ନ, 6003 ସେଣ୍ଟିମିଟରକୁ ମିଟରରେ ପ୍ରକାଶ କଲେ କେତେ ହେବ? ଏଇଠି ହେବ 60 ମିଟର 0.3 ସେମି। ପରବର୍ତ୍ତୀ ପ୍ରଶ୍ନ, 1022କୁ କେଉଁ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ 11 ପଡ଼ି 1 ବଳିବ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ ତୁମେ ଏଇଠି ଲେଖିବ 11। ପରବର୍ତ୍ତୀ ପ୍ରଶ୍ନ, ଆୟତଚିତ୍ରର ପରିସୀମା ନିର୍ଣ୍ଣୟ କରିବାର ସୂତ୍ର ଲେଖ। ଏହାର ସୂତ୍ର ଅଛି ପିଲାମାନେ 2 ଗୁଣନ ଦୈର୍ଘ୍ୟ ଯୋଗ ପ୍ରସ୍ଥ। ପରବର୍ତ୍ତୀ ପ୍ରଶ୍ନ, ଏକ କ୍ରିକେଟ ମ୍ୟାଚରେ ରୋହିତ, ବିରାଟ, ସଚିନ ଓ ସୌରଭ ସଂଗ୍ରହ କରିଥିବା ରନ୍ ଗୁଡ଼ିକ ଯଥାକ୍ରମେ 74, 67, 55, 90 ଓ 30। ନିମ୍ନରେ ଦିଆଯାଇଥିବା ଚିତ୍ରଲେଖରେ ସୌରଭ ଓ ରୋହିତର ନାମକୁ ଲକ୍ଷ୍ୟ କରି ସଚିନ, ବିରାଟର ନାମ କେଉଁଠି ଲେଖାଯିବ ଲେଖ। ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ ଏଇଠି ଉପରେ ରହିବ ସଚିନ। এই ଉପର ଘରେ ଲେଖିବ ସଚିନ ଏବଂ ତଳ ଘରେ ଲେଖିବ ବିରାଟ। এই ଘରେ ଲେଖିବ ବିରାଟ। ପରବର୍ତ୍ତୀ ପ୍ରଶ୍ନ, 17ରୁ 24 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦିଅ। ପ୍ରଶ୍ନ ଅଛି, ତୁମ ବିଦ୍ୟାଳୟ ପାଠାଗାରରେ 390ଟି ଗପ ବହି ଅଛି। ଏହାକୁ 10ଟି ଲେଖାଏଁ ଥାକ କଲେ ମୋଟ କେତୋଟି ଥାକ ହେବ? ତୁମେ ଏହାକୁ କରିବ 390 ହରଣ 10 କରିବ। ଏହାର ଉତ୍ତର ବାହାରିବ ପିଲାମାନେ 39। ଏହା ହେଉଛି ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଭଗ୍ନ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକର ମୂଲ୍ୟ 1 ଠାରୁ କମ୍ ସେଗୁଡ଼ିକ ବାଛି ଲେଖ। ପିଲାମାନେ ସବୁ ପ୍ରକୃତ ଭଗ୍ନାଂଶ ଗୁଡ଼ିକ ଏଇଠି ଲେଖିଦେବ। ପ୍ରକୃତ ଭଗ୍ନାଂଶ ଗୁଡ଼ିକ କିଏ କିଏ ଅଛି? 5/8, ଏହା ଅଛି। ଆଉ ଗୋଟିଏ ଅଛି 15/17। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଠେକୁଆ ଏକ ଗାଜରର 2/9 ଅଂଶ ଦିନରେ ଓ 5/9 ଅଂଶ ରାତିରେ ଖାଇଲା। ତେବେ ଠେକୁଆ ସେ ଗାଜରଟିର ସମୁଦାୟ କେତେ ଅଂଶ ଖାଇଲା? ଏହାକୁ ମିଶାଇ ଦେଲା ପରେ ପିଲାମାନେ ତାହାର ଉତ୍ତର ବାହାରିବ 2/9 ଯୋଗ 5/9କୁ ମିଶାଇବ ସମାନ ଉତ୍ତର ବାହାରିବ 9, 2 ଯୋଗ 5 ସମାନ 7/9। ଏହା ହେଉଛି ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, 2 ଲିଟର 250 ମିଲିଲିଟର ସମାନ କେତେ ମିଲିଲିଟର? 2250 ମିଲି ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, 31 ଦିନିଆ 2ଟି ମାସର ନାମ ଲେଖ। 31 ଦିନିଆ 2ଟି ମାସର ନାମ ଲେଖିବ ପିଲାମାନେ ଜାନୁଆରୀ, ଗୋଟିଏ ଲେଖିବ ଜାନୁଆରୀ ଲେଖିବ। ଆଉ ଗୋଟିଏ ମାସର ନାଁ ଲେଖିବ ଜୁଲାଇ। ଆହୁରି ବି ଅନ୍ୟଟି ଅଛି, ତୁମେ ଯେଉଁଟି ନିଜ ଇଚ୍ଛାରେ ଲେଖିବ ହେଲା। ପରବର୍ତ୍ତୀ ପ୍ରଶ୍ନ, ତୁମ ଘରେ 5ଟି
250 ଗ୍ରାମର ଡବା ଅଛି, ସେଥିରେ ତୁମ ମା ମୋଟ କେତେ କିଲୋଗ୍ରାମ ଡାଲି ରଖି ପାରିବେ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ, ତୁମେ କରିବ 250 ଗୁଣନ 8 ସମାନ 2 କିଲୋଗ୍ରାମ ହେଉଛି। ଏହା ହେଉଛି ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ସଂଖ୍ୟାର କ୍ରମକୁ ଦେଖି ଖାଲି ସ୍ଥାନ ପୂରଣ କର। ସଂଖ୍ୟାର କ୍ରମକୁ ଦେଖି ଖାଲି ସ୍ଥାନ ପୂରଣ କର। ଏଠାରେ ଦୁଇଟି ଖାଲି ଘର ଅଛି ପିଲାମାନେ। ପ୍ରଥମ ଖାଲି ଘରେ ଲେଖିବ 5226, ଏହି ଘରେ ଲେଖିବ 5226 ଏବଂ ପରବର୍ତ୍ତୀ ଘରେ ଲେଖିବ 7226। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଆୟତଘନର କେତୋଟି ଧାର ଓ କେତୋଟି ଶୀର୍ଷ ଅଛି? ଧାର ସଂଖ୍ୟା ହେଉଛି 12 ଏବଂ ଶୀର୍ଷ ସଂଖ୍ୟା ହେଉଛି 8। ପରବର୍ତ୍ତୀ ପ୍ରଶ୍ନ, 25 ଓ 26 ନମ୍ବର ପ୍ରଶ୍ନର ସମାଧାନ ଲେଖ। ପ୍ରଶ୍ନ କହୁଛି, ସଲମା ଫଳ ଦୋକାନରୁ 17 କିଗ୍ରା 350 ଗ୍ରାମ ସେଓ, 12 କିଗ୍ରା 750 ଗ୍ରାମ ଅଙ୍ଗୁର ଓ 2 କିଗ୍ରା 750 ଗ୍ରାମ କମଳା କିଣିଲା। ତେବେ ସଲମା କିଣିଥିବା ଫଳର ମୋଟ ଓଜନ କେତେ? ସେଓର ଓଜନ କେତେ? ପିଲାମାନେ ସେଓର ଓଜନ ଲେଖିବ 17 କିଗ୍ରା 350 ଗ୍ରାମ। ଏଇଠି ଲେଖିବ 17 କିଗ୍ରା 350 ଗ୍ରାମ। ତାପରେ ଅଛି ଅଙ୍ଗୁରର ଓଜନ କେତେ? 12 କିଗ୍ରା 750 ଗ୍ରାମ। 12 କିଗ୍ରା 750 ଗ୍ରାମ। ତାପରେ କମଳାର ଓଜନ କେତେ? 2 କିଗ୍ରା 750 ଗ୍ରାମ। 2 କିଗ୍ରା 750 ଗ୍ରାମ। ତେବେ ଏହିସବୁ ମିଶାଇଲା ପରେ ତୁମର ଉତ୍ତର ହେବ ମୋଟ 32 କିଗ୍ରା 850 ଗ୍ରାମ ହେବ। ଏହା ହେଉଛି ତୁମର ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ମଦନ ବାବୁ ତାଙ୍କ ବଗିଚାରେ ବିଭିନ୍ନ ପ୍ରକାରର ଫଳ ଗଛ ଲଗାଇଥିଲେ। ତାକୁ ନିମ୍ନ ସାରଣୀରେ ଦର୍ଶାଯାଇଛି। 20ଟି ଫଳ ଗଛ ପାଇଁ ଗୋଟିଏ ଚିହ୍ନ ଦିଆଯାଇଛି, ଗଛ ଚିହ୍ନ। ଫଳ ଗଛର ନାମ ଏସବୁ ରହିଛି ଏବଂ 20ଟି ଫଳ ପାଇଁ ଗୋଟିଏ, ଏଇଟା ଗୋଟିଏ 20, ଏଇଟା ଗୋଟିଏ 20, ମାନେ ସବୁ ଗଛର ଚିହ୍ନ ହେଉଛି ଗୋଟିଏ 20। ତେବେ ମଦନ ବାବୁଙ୍କ ବଗିଚାରେ କେଉଁ ସବୁ ଗଛ ଅଛି ଦେଖିବା। କଦଳୀ ଗଛ ସଂଖ୍ୟା କେତେ? 1 2 3 4 5 ଅର୍ଥାତ୍ 20, 5ଟି 20 ଅର୍ଥାତ୍ ଏଇଠି ଅଛି 100ଟି। ଏଇଠି ଲେଖିବ 100ଟି ଅଛି କଦଳୀ ଗଛ। ତାପରେ ଅଛି କେଉଁ ଗଛ ସଂଖ୍ୟା ସର୍ବାଧିକ? ଯେଉଁଠି ଅଧିକ ଅଛି ନଡ଼ିଆ। ଏଇଠି ଲେଖିବ ନଡ଼ିଆ। ତାପରେ ଅଛି ପିଜୁଳି ଗଛ ଅପେକ୍ଷା କେତୋଟି ଆମ୍ବ ଗଛ ବେଶୀ ଥିଲା? ଏହାର ଉତ୍ତର ଅଛି ପିଲାମାନେ 40ଟି। ଏଇଠି ଲେଖିବ 40ଟି ଅଧିକ ଅଛି। ଧନ୍ୟବାଦ।